କୋଣାର୍କ ମନ୍ଦିର କିଏ ନିର୍ମାଣ କରିଥିଲେ? ଅପସନ୍ ଏ ଲାଙ୍ଗୁଳା ନରସିଂହଦେବ, ଅପସନ୍ ବି ଯଯାତି କେଶରୀ, ଅପସନ୍ ସି ରାଜା ଅଶୋକ ଏବଂ ଅପସନ୍ ଡି ରାଜା କନ୍ତେୟ। ସୋ ଫ୍ରେଣ୍ଡସ୍, ଆପଣମାନେ ପ୍ରତିଟି ପ୍ରଶ୍ନରେ 5 ସେକେଣ୍ଡ ଟାଇମ୍ ପାଇବେ। 4, 3, 2, 1, welcome। ଟାଇମ୍ଟି ଶେଷ ହୋଇସାରିଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ହେଉଛି। ଏହାର ସଠିକ୍ ଆନ୍ସର ହେଉଛି ଅପସନ୍ ଏ ଲାଙ୍ଗୁଳା ନରସିଂହଦେବ। କୋଣାର୍କ ମନ୍ଦିର ଲାଙ୍ଗୁଳା ନରସିଂହଦେବ ତିଆରି କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର ସର୍ବବୃହତ ହନୁମାନ ମୂର୍ତ୍ତି କେଉଁ ସହରରେ ଅଛି? ଅପସନ୍ ଏ ଭୁବନେଶ୍ୱର, ଅପସନ୍ ବି କଟକ, ଅପସନ୍ ସି ରାଉରକେଲା, ଅପସନ୍ ଡି ପୁରୀ। ତ ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 4, 3, 2, 1, welcome। ଆପଣଙ୍କର ସମୟଟି ଶେଷ ହୋଇସାରିଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ହେଉଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ରାଉରକେଲା। ରାଉରକେଲାରେ ସର୍ବବୃହତ୍ତମ ହନୁମାନ ମୂର୍ତ୍ତି ଦେଖିବାକୁ ମିଳିଥାଏ। ତ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ, ପ୍ରଭୁ ଧବଳେଶ୍ୱରଙ୍କ ମନ୍ଦିର କିଏ ନିର୍ମାଣ କରିଥିଲେ? ଅପସନ୍ ଏ ନରସିଂହଦେବ, ଅପସନ୍ ବି ଯଯାତି କେଶରୀ, ଅପସନ୍ ସି ବାସୁପ୍ରହରାଜ, ଅପସନ୍ ଡି ଚୋଡ଼ଗଙ୍ଗ ଦେବ। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 4, 3, 2, 1, welcome। ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟ ଶେଷ ହୋଇଯାଇଛି। ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଆନ୍ସରଟି କ'ଣ ହେଉଛି। ଏହାର ସଠିକ୍ ଆନ୍ସରଟି ହେଉଛି ଅପସନ୍ ବି ଯଯାତି କେଶରୀ। ପ୍ରଭୁ ଧବଳେଶ୍ୱରଙ୍କ ମନ୍ଦିର ଯଯାତି କେଶରୀ ନିର୍ମାଣ କରିଥିଲେ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ, ଆମର ପ୍ରଭୁ ଜଗନ୍ନାଥ ଗୀତ ଗୋବିନ୍ଦ ଶୁଣିବା ପାଇଁ କେଉଁଠିକୁ ଯାଇଥିଲେ? ଅପସନ୍ ଏ ବାଇଗଣବାଡ଼ି, ଅପସନ୍ ବି ପାଣିକୋଇଲି, ଅପସନ୍ ସି ଯାଜପୁର, ଅପସନ୍ ଡି ମଥୁରା। ଆପଣମାନଙ୍କର ଟାଇମ୍ ଆରମ୍ଭ ହେଉଛି ଏବେଠାରୁ। 4, 3, 2, 1, welcome। ଆପଣଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ହେଉଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ବାଇଗଣବାଡ଼ି। ପ୍ରଭୁ ଜଗନ୍ନାଥ ଗୀତ ଗୋବିନ୍ଦ ଶୁଣିବା ପାଇଁ ବାଇଗଣବାଡ଼ିକୁ ଯାଇଥିଲେ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ, ମା ସମଲେଶ୍ୱରୀଙ୍କ ମନ୍ଦିର କିଏ ନିର୍ମାଣ କରିଥିଲେ? ଅପସନ୍ ଏ ବଳରାମ ଦେବ, ଅପସନ୍ ବି ଚୋଡ଼ଗଙ୍ଗ ଦେବ, ଅପସନ୍ ସି ମୁକୁନ୍ଦ ଦେବ, ଅପସନ୍ ଡି କପିଳେନ୍ଦ୍ର ଦେବ। ଆପଣଙ୍କର ସମୟ ଆରମ୍ଭ ହୋଇଗଲା। 4, 3, 2, 1, welcome। ଆପଣଙ୍କର ସମୟଟି ଶେଷ ହୋଇସାରିଛି। ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ହେଉଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ବଳରାମ ଦେବ। ମା ସମଲେଶ୍ୱରୀଙ୍କ ମନ୍ଦିର ବଳରାମ ଦେବ ତିଆରି କରିଥିଲେ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ, ଗ୍ରହରାଜ ପ୍ରଭୁ ଶନିଦେବଙ୍କ ବାହନ କିଏ ଅଟନ୍ତି? ଅପସନ୍ ଏ ଚିଲ, ଅପସନ୍ ବି କାଉ, ଅପସନ୍ ସି ମୟୂର, ଅପସନ୍ ଡି ଗରୁଡ଼। ଆପଣଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 4, 3, 2, 1, welcome। ଆପଣଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ହେଉଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି କାଉ। ଗ୍ରହରାଜ ପ୍ରଭୁ ଶନୀଶ୍ୱରଙ୍କ ବାହନ ହେଉଛି କାଉ। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ ଦେଖିନେବା, ଗରୁଡ଼ କେଉଁ ଠାକୁରଙ୍କ ବାହନ ଅଟନ୍ତି? ଅପସନ୍ ଏ ଶନିଦେବଙ୍କ, ଅପସନ୍ ବି ମହାଦେବଙ୍କ, ଅପସନ୍ ସି ବ୍ରହ୍ମଦେବଙ୍କ ଏବଂ ଅପସନ୍ ଡି ଶ୍ରୀହରି ବିଷ୍ଣୁଙ୍କ। ଆପଣଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 4, 3, 2, 1, welcome। ଆପଣଙ୍କର ସମୟଟି ଶେଷ ହୋଇସାରିଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଆନ୍ସରଟି। ଏହାର ସଠିକ୍ ଆନ୍ସରଟି ହେଉଛି ଅପସନ୍ ଡି ଶ୍ରୀହରି ବିଷ୍ଣୁଙ୍କର। ଗରୁଡ଼ ହେଉଛି ଶ୍ରୀହରି ବିଷ୍ଣୁଙ୍କର ବାହନ। ପରବର୍ତ୍ତୀ ପ୍ରଶ୍ନ ଦେଖିନେବା, ପ୍ରଭୁ ଲିଙ୍ଗରାଜଙ୍କର ମନ୍ଦିର କିଏ ନିର୍ମାଣ କରିଥିଲେ? ଅପସନ୍ ଏ କିଶୋର ଚନ୍ଦ୍ର, ଅପସନ୍ ବି ଯଯାତି କେଶରୀ, ଅପସନ୍ ସି ବୀରରାଜା, ଅପସନ୍ ଡି ରାଜା କିଶୋର। ଆପଣଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 4, 3, 2, 1, welcome। ଆପଣଙ୍କର ସମୟଟି ଶେଷ ହୋଇସାରିଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଆନ୍ସରଟି କ'ଣ ହେଉଛି। ଏହାର ସଠିକ୍ ଆନ୍ସରଟି ହେଉଛି ଅପସନ୍ ବି ଯଯାତି କେଶରୀ। ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଯଯାତି କେଶରୀ ନିର୍ମାଣ କରିଥିଲେ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ,
ଶାମ୍ବ ଦଶମୀରେ କେଉଁ ଦେବତାଙ୍କ ପୂଜା କରାଯାଏ? ଅପସନ୍ ଏ ଚନ୍ଦ୍ରଙ୍କର, ଅପସନ୍ ବି ସୂର୍ଯ୍ୟଙ୍କର, ଅପସନ୍ ସି ଇନ୍ଦ୍ରଙ୍କର, ଅପସନ୍ ଡି ଶନିଦେବଙ୍କର। ଆପଣଙ୍କର ସମୟ ଆରମ୍ଭ ହୋଇଗଲା। 4, 3, 2, 1. Welcome. ଆପଣଙ୍କର ସମୟଟି ଶେଷ ହୋଇସାରିଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ ଉତ୍ତରଟି କ'ଣ ହେଉଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ସୂର୍ଯ୍ୟଙ୍କର। ଶାମ୍ବ ଦଶମୀରେ ପ୍ରଭୁ ସୂର୍ଯ୍ୟ ଦେବତାଙ୍କର ପୂଜା କରାଯାଏ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ବେଦ ଶବ୍ଦର ଅର୍ଥ କ'ଣ? ଅପସନ୍ ଏ ଧର୍ମଗ୍ରନ୍ଥ, ଅପସନ୍ ବି ବିଦ୍ୟା, ଅପସନ୍ ସି ଜ୍ଞାନ, ଅପସନ୍ ଡି ଶାସ୍ତ୍ର। ଆପଣଙ୍କର ସମୟ ଆରମ୍ଭ ହୋଇଗଲା। 4, 3, 2, 1. Welcome. ଆପଣଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ସଠିକ ଉତ୍ତରଟି କ'ଣ ହେଉଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଜ୍ଞାନ। ବେଦ ଶବ୍ଦର ଅର୍ଥ ହେଉଛି ଜ୍ଞାନ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। କେଉଁ ରାଜାଙ୍କ ଦ୍ୱାରା ବାରବାଟୀ ଦୁର୍ଗର ନିର୍ମାଣ ହୋଇଥିଲା? ଅପସନ୍ ଏ ଚୋଡ଼ଗଙ୍ଗ ଦେବ, ଅପସନ୍ ବି ଲାଙ୍ଗୁଳା ନରସିଂହ ଦେବ, ଅପସନ୍ ସି କପିଳେନ୍ଦ୍ର ଦେବ ଏବଂ ଅପସନ୍ ଡି ତୃତୀୟ ଅନଙ୍ଗ ଭୀମ ଦେବ। ଆପଣଙ୍କର ସମୟ ଆରମ୍ଭ ହୋଇଯାଉଛି ଏଠାରୁ। 4, 3, 2, 1. Welcome. ଆପଣଙ୍କର ଏହି ସମୟରେ ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ ଉତ୍ତରଟି କ'ଣ ହେଉଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ତୃତୀୟ ଅନଙ୍ଗ ଭୀମ ଦେବ। ବାରବାଟୀ ଦୁର୍ଗର ନିର୍ମାଣ ତୃତୀୟ ଅନଙ୍ଗ ଭୀମ ଦେବ ନିର୍ମାଣ କରିଥିଲେ। ଏହିଭଳି ଭିଡ଼ିଓ ଦେଖିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଏବଂ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ଅଲ୍ କରନ୍ତୁ, ଯାହାଦ୍ୱାରା ଆମର ପ୍ରତିଟି ଭିଡ଼ିଓ ଆପଣମାନଙ୍କ ପାଖରେ ପହଞ୍ଚିବ। ତ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ରାମାୟଣର ପ୍ରଭୁ ଶ୍ରୀରାମଙ୍କ ରୂପରେ ମୁଗ୍ଧ ହୋଇ ନିଜକୁ ନାରୀ ବେଶରେ କେଉଁମାନେ ସଜାଇଥିଲେ? ଅପସନ୍ ଏ ଦେବତାମାନେ, ଅପସନ୍ ବି ଗନ୍ଧର୍ବମାନେ, ଅପସନ୍ ସି ଋଷିମାନେ, ଅପସନ୍ ଡି ମାଙ୍କଡ଼ମାନେ। ଆପଣଙ୍କର ସମୟ ଆରମ୍ଭ ହେଉଛି ଏଠାରୁ। 4, 3, 2, 1. Welcome. ଆପଣଙ୍କର ସମୟ ସରିଯାଇଛି। ଚାଲନ୍ତୁ ଦେଖିନେବା ଏହାର ସଠିକ ଉତ୍ତରଟି କ'ଣ ହେଉଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଋଷିମାନେ। ରାମାୟଣରେ ପ୍ରଭୁ ଶ୍ରୀରାମଙ୍କ ରୂପରେ ମୁଗ୍ଧ ହୋଇ ଋଷିମାନେ ନିଜକୁ ନାରୀ ବେଶରେ ସଜାଇଥିଲେ। ତ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ପୁରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର କିଏ ନିର୍ମାଣ କରିଥିଲେ? ଅପସନ୍ ଏ ବ୍ରହ୍ମଦେବ, ଅପସନ୍ ବି ଚୋଡ଼ଗଙ୍ଗ ଦେବ, ଅପସନ୍ ସି ଲାଙ୍ଗୁଳା ନରସିଂହ ଦେବ ଏବଂ ଅପସନ୍ ଡି ବଳରାମ ଦେବ। ଆପଣଙ୍କର ସମୟ କାଉଣ୍ଟ ହେଉଛି ଏଇଠାରୁ। 4, 3, 2, 1. Welcome. ଆପଣଙ୍କର ସମୟଟି ସରିସାରିଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ ଉତ୍ତରଟି କ'ଣ ହେଉଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ଚୋଡ଼ଗଙ୍ଗ ଦେବ। ପୁରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ଚୋଡ଼ଗଙ୍ଗ ଦେବ ନିର୍ମାଣ କରିଥିଲେ। ତ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ଗଞ୍ଜାମର ମା ତାରାତାରିଣୀଙ୍କ ମନ୍ଦିର କିଏ ନିର୍ମାଣ କରିଥିଲେ? ଅପସନ୍ ଏ ବାସୁ ପ୍ରହରାଜ, ଅପସନ୍ ବି ହରିପ୍ରହରାଜ, ଅପସନ୍ ସି ରାଜପ୍ରହରାଜ ଏବଂ ଅପସନ୍ ଡି ସୁରରାଜ। ଆପଣଙ୍କର ସମୟ ଆରମ୍ଭ ହେଉଛି ଏଠାରୁ। 4, 3, 2, 1. Welcome. ଆପଣଙ୍କ ସମୟ ସରିସାରିଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ ଉତ୍ତରଟି କ'ଣ ହେଉଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ବାସୁ ପ୍ରହରାଜ। ଗଞ୍ଜାମର ମା ତାରାତାରିଣୀ ମନ୍ଦିର ବାସୁ ପ୍ରହରାଜ ନିର୍ମାଣ କରିଥିଲେ। ତ ଚାଲନ୍ତୁ ଫ୍ରେଣ୍ଡସ୍ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ପ୍ରଭୁ କପିଳାସ ମନ୍ଦିର କିଏ ନିର୍ମାଣ କରିଥିଲେ? ଅପସନ୍ ଏ ଚୋଡ଼ଗଙ୍ଗ ଦେବ, ଅପସନ୍ ବି ନରସିଂହ ଦେବ, ଅପସନ୍ ସି ଯଜାତି, ଅପସନ୍ ଡି ମୁକୁନ୍ଦ ଦେବ। ଆପଣଙ୍କର ସମୟ ଆରମ୍ଭ ହେଉଛି ଏଠାରୁ। 4, 3, 2, 1. Welcome. ଆପଣଙ୍କର ସମୟଟି ସରିସାରିଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ ଆନ୍ସରଟି କ'ଣ ହେଉଛି। ଏହାର ସଠିକ ଆନ୍ସରଟି ରହିଛି ଅପସନ୍ ବି ନରସିଂହ ଦେବ। ପ୍ରଭୁ କପିଳାସ ମନ୍ଦିର ନରସିଂହ ଦେବ ନିର୍ମାଣ କରିଥିଲେ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ଗୌତମ ବୁଦ୍ଧଙ୍କର ପିଲାଦିନର ନାମ କ'ଣ ଥିଲା? ଅପସନ୍ ଏ ଗୌତମ, ଅପସନ୍ ବି ରାହୁଲ, ଅପସନ୍ ସି ସିଦ୍ଧାର୍ଥ ଏବଂ ଅପସନ୍ ଡି ଆକାଶ। ଆପଣଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 4, 3, 2, 1. Welcome. ଆପଣଙ୍କର ସମୟ ସରିସାରିଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ ଉତ୍ତରଟି କ'ଣ ରହିଛି। ଏହାର ସଠିକ ଉତ୍ତରଟି ରହିଛି
ଅପସନ୍ ସି ସିଦ୍ଧାର୍ଥ। ଗୌତମ ବୁଦ୍ଧଙ୍କର ପିଲାଦିନର ନାମ ଥିଲା ସିଦ୍ଧାର୍ଥ। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ ଦେଖିନେବା। ମହାଭାରତର ପିତାମହ ଭୀଷ୍ମଙ୍କର ପ୍ରକୃତ ନାମ କ'ଣ ଅଟେ? ଅପସନ୍ ଏ ଦେବବ୍ରତ, ଅପସନ୍ ବି ସତ୍ୟବ୍ରତ, ଅପସନ୍ ସି ଗଙ୍ଗେୟବ୍ରତ, ଅପସନ୍ ଡି ରାଜବ୍ରତ। ଆପଣଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 4, 3, 2, 1. Welcome. ଆପଣଙ୍କର ସମୟଟି ସରିସାରିଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ ଉତ୍ତରଟି କ'ଣ ରହିଛି। ଏହାର ସଠିକ ଉତ୍ତରଟି ରହିଛି ଅପସନ୍ ଏ ଦେବବ୍ରତ। ମହାଭାରତର ପିତାମହ ଭୀଷ୍ମଙ୍କର ନାମ ହେଉଛି ଦେବବ୍ରତ।